କୁଷ୍ଠାଶ୍ରମର ଅନ୍ତେବାସୀଙ୍କ ଶବଦାହ କଲେ କର୍ତ୍ତବ୍ୟରତ ପୋଲିସ କର୍ମଚାରୀ ଓ ସାମାଜିକ କର୍ମୀ। ସୁବର୍ଣ୍ଣପୁର ତେଲନଦୀ କୂଳରେ ଥିବା କୁଷ୍ଠାଶ୍ରମରେ ଜଣେ ଅନ୍ତେବାସୀଙ୍କ ଗତ ରାତିରେ ମୃତ୍ୟୁ ହୋଇଥିଲା। ତେବେ ତାଙ୍କର କେହି ପରିବାର ଲୋକ କିମ୍ବା ସମ୍ପର୍କୀୟ ଆସିନଥିବା ବେଳେ କୁଷ୍ଠାଶ୍ରମର ଅନ୍ୟମାନେ ଶବଦାହ କରିପାରିନଥିଲେ। ସେମାନେ ପୋଲିସ କନେଷ୍ଟବଳ ତଥା ସାମାଜିକ କର୍ମୀ ମନୋଜ ପଣ୍ଡାଙ୍କୁ ଖବର ଦେଇଥିବା ବେଳେ ମନୋଜ ଆଜି ସକାଳୁ ଯାଇ ସାମାଜିକ କର୍ମୀ ମନୋଜ କର୍ମୀଙ୍କ ସହଯୋଗରେ 50 ବର୍ଷୀୟ କୁଷ୍ଠରୋଗୀ ବତି ଜଗଦନାଙ୍କ ଶବଦାହ କରିଥିଲେ। ତାଙ୍କର ଏଭଳି ପ୍ରୟାସକୁ ଜିଲ୍ଲାବାସୀ ପ୍ରଶଂସା କରିଛନ୍ତି। ଆଗରୁ ମଧ୍ୟ ଅନେକ ଅସହାୟ ଶବକୁ ଦାହ କରାଯାଇଛି ଓ ଏହା କରିବା ଦ୍ୱାରା ଆତ୍ମସନ୍ତୋଷ ମିଳିଥାଏ।